ତ ପିଲାମାନେ ପୁଣି ଥରେ ଆଉ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ 2 ମାସ ଭିତରେ କେତେ ଚେଞ୍ଜ ହେଇଗଲାଣି। ଚାକର କଣ ମୁହଁରେ ଜବାବ ଦେଉଛି। ହାଁ, ବ୍ରଜବାବୁ ସେଠି ବିସ୍ମିତ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, କିରେ ଏମିତି ତେଢି କରି କଥା କହୁଛୁ? ତେଢି କରି କହିଲେ ପିଲେ କଣ ନ ମାନିବା, ବୁଝିପାରିଲା? ଦେଖ ପିଲେ ସ୍କ୍ରିନକୁ ଦେଖ। ବ୍ରଜବାବୁ ସେଇଠି ବିସ୍ମିତ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି, କିରେ ଏମିତି ତେଢି କରି କଥା କହୁଛୁ କଣ? ତେଢି କରି କହିଲେ ପିଲେ ନ ମାନିବା, ବୁଝିପାରିଲେ ନା ନାଇଁ? ତେର୍ଛା କରି ଯେଉଁ କଥା କୁହାଯାଏ, ଏମିତି ତେଢି କରି କଥା କଣ କହୁଛୁ? ଦେନ୍ ତାପରେ କଣ ଦନେଇ କହିଲା, ମତେ ଆଉ ଏମିତି ଦନେଇ ବୋଲି ଡାକିବେନି। ଦେଖ ପିଲେ, ତମମାନଙ୍କର 162 ପୃଷ୍ଠାକୁ ଦେଖ। ଦନେଇ କହୁଛି, ମତେ ଆଉ ଏମିତି ଦନେଇ ବୋଲି ଡାକିବେନି ଆଜ୍ଞା। ବ୍ରଜବାବୁ କହିଲେ, କାହିଁକି ରେ? ଦନେଇ କହିଲା, ନା ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ଜନାର୍ଦ୍ଦନ ବ୍ରଜବାବୁ କହିଲେ, କଣ କହିଲୁ, କଣ କହିଲି? ତତେ କଣ ବୋଲି ଡାକିବି? ଦନେଇ କହିଲା, ଜନାର୍ଦ୍ଦନ ବାବୁ ବୋଲି ଡାକିବି। ବ୍ରଜବାବୁ କହିଲେ, ହେ, ଜନାର୍ଦ୍ଦନ ବାବୁ? କଣ ତୋ ମୁଣ୍ଡ ବିଗିଡି ଯାଇଛି କି? ଦନେଇ କହିଲା, ନାଇଁ ବାବୁ, ମୁଣ୍ଡ କିଆ ବିଗିଡିବ? ଆପଣ କାହିଁକି ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେନି? ମୁଁ ତ ମଣିଷ, ତମେ ତ ମଣିଷ। ଚାକର କହୁଛି, ଦେଖ ପିଲେ, ଦନେଇ କହିଲା ଚାକର, ବ୍ରଜବାବୁଙ୍କ ମୁହଁରେ ଜବାବ ଦେଇ କହୁଛି, ମତେ ଆଉ ଏମିତି ଦନେଇ ବୋଲି ଡାକିବେନି। ଆପଣ ଯେଉଁ ଡାକୁଛନ୍ତି ଦନେଇ, ହେ ଦନେଇ, ଜନାର୍ଦ୍ଦନ, ଏମିତି ଡାକିବେନି। ମତେ କଣ ଡାକିବେ? ବ୍ରଜବାବୁ କହିଲେ, କାହିଁକି ରେ? ତତେ କାହିଁକି ଡାକିବେନି? ନା ଦନେଇ କହୁଛି, ନା ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ମତେ ଦନେଇ ଡାକିବେନି, ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ବ୍ରଜବାବୁ କହିଲେ, କଣ କହିଲୁ, କଣ କହିଲୁ? ତତେ କଣ ଡାକିବି? ଆଶ୍ଚର୍ଯ୍ୟ ହେଇକି ବ୍ରଜବାବୁ ସେଇଠି କହୁଛନ୍ତି, ପଚାରୁଛନ୍ତି। ଦନେଇ କହୁଛି, ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ବ୍ରଜବାବୁ କହିଲେ, ହେ, ଜନାର୍ଦ୍ଦନ ବାବୁ? କଣ ତୋ ମୁଣ୍ଡ ବିଗିଡି ଯାଇଛି କି? ବିଗିଡି ଯାଇଛି ମାନେ କଣ? ଖରାପ ହେଇଯାଇଛି କିରେ? ତୋ ମୁଣ୍ଡ କଣ ଖରାପ ହେଇଯାଇଛି କିରେ? ତତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେ? ତୁ ଛାର ଚାକରଟା ଏତେ କଥା କଣ କହୁଛୁ? ଦେନ୍ ତାପରେ କଣ ହେଇଛି ଦେଖ। ଦନେଇ ପୁଣି କହୁଛି, ନାଇଁ ବାବୁ, ମୁଣ୍ଡ କିଆଁ ବିଗିଡିବ? ଆପଣ ମତେ ଜନାର୍ଦ୍ଦନ ବାବୁ ବୋଲି କାହିଁକି ଡାକିବେନି ଯେ? ମୁଁ ତ ମଣିଷ, ତମେ ତ ମଣିଷ। ଚାକରି କହୁଛି ବ୍ରଜବାବୁଙ୍କୁ, କହୁଛି, ମୁଁ ତ ମଣିଷ, ତମେ ତ ମଣିଷ, ତାହେଲେ ମତେ କାହିଁକି ଜନାର୍ଦ୍ଦନ ବାବୁ ବୋଲି ଡାକିବେନି? ବ୍ରଜବାବୁ କହୁଛନ୍ତି, ବ୍ରଜବାବୁ ସେଇଠି ରୁକ୍ଷ ଗଳାରେ କହୁଛନ୍ତି, କଣ ଭାରି ବହପ ହେଇଗଲାଣି ତୋର ରେ? କଣ ଭାରି ବହପ ହେଇଗଲାଣି ତୋର? କିବେ ଭାରି ତୋର ବହପ ହେଇଗଲାଣି, ବୁଝିପାରିଲେ ନା ନାଇଁ? କିନ୍ତୁ ସେ କହୁଛନ୍ତି, ତୋର ତ ଭାରି ବହପ ହେଇଗଲାଣି ରେ। ଦେନ୍ ତାପରେ ଦନେଇ କହୁଛି, ଏମିତି ବେ ବା ଗୁଡାଏ କଣ କରୁଛ ହେ? ଆଇନ ପାସ୍ ହେଲାଣି, ଆଜିକାଲି ସମସ୍ତେ ସମାନ, କେହି କାହାକୁ ରେ ରା ତୁ ତା କରିପାରିବେନି। ଚାକର କହୁଛି, ଏମିତି ବେ ବା ଗୁଡାଏ କଣ କରୁଛ ହେ? ଏମିତି କଣ ମତେ ବେ ବା କରୁଛ ମତେ? ଚାକର କହୁଛି, ଏମିତି କଣ ବେ ବା କରୁଛ? ଆଇନ ପାସ୍ ହେଲାଣି, ତମେ କଣ ଜାଣିନ? ଆଇନ ପଢିନ? ତମେ ବା କଲେକ୍ଟର, ଡେପୁଟି ମାଜିଷ୍ଟ୍ରେଟ, କଲେକ୍ଟର, ତମେ କଣ ଜାଣିନ? ଆଇନ ପଢିନ? ଆଇନ ପାସ୍ ହେଲାଣି ପା। ଆଜିକାଲି ସମସ୍ତେ ସମାନ, କେହି କାହାକୁ ରେ ରା ତୁ ତା କରିପାରିବେନି। ବ୍ରଜବାବୁ କହିଲେ, ସତେ ଆଇନ ପାସ୍ ହେଇଗଲାଣି? ତାପରେ ଦେଖ ଦନେଇ କହୁଛି, ହଁ, ଆମ ନିଖିଳ କଟକ ଚାକର ସଂଘରେ ଆଇନ ପାସ୍ ହେଇଛି। କେଉଁଠି ଆଇନ ପାସ୍ ହେଇଛି? ଆମ ନିଖିଳ କଟକ ଚାକର ସଂଘ। ତାଙ୍କର ଗୋଟେ ଚାକର ସଂଘ ହେଇଛି, ନିଖିଳ କଟକ ଚାକର ସଂଘ। ନା ନାଇଁ, ନିଖିଳ କହିଲେ ସମ୍ପୂର୍ଣ୍ଣ ବା ସମୁଦାୟ। କଟକ ସହରର ସମସ୍ତ ଚାକର ମାନଙ୍କୁ ନେଇ ଗୋଟିଏ ସଂଘ ହୋଇଛି, ଯାହାର ନାମ ଥିଲା ନିଖିଳ କଟକ ଚାକର ସଂଘରେ ଆମର ଆଇନ ପାସ୍ ହୋଇଛି ଯେ କୌଣସି ମାଲିକ କାହାକୁ ରେ ରା ତୁ ତା ବେ ବା କରିପାରିବେ ନାହିଁ। ତାପରେ କଣ ହେଇଛି?
ଦେନ୍ ତାପରେ ଏସବୁ ଯୋଉ ଅଛି ତମ ମାନଙ୍କର ଦେଖ ପିଲେ ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଆଜି ପାଇଁ ବେଶ ଏତିକି।